ବଢ଼ୁଥିବା ଥଣ୍ଡା ପାଗରେ ଯଦି ଚିକେନ୍ କଷା ସହିତ ଚକୁଳି ଖାଇବାକୁ ମିଳିଯାଏ ତ ତା'ର ମଜା ଦେଖିବେ ଅଲଗା, ମାନେ 10 ଗୁଣା ତା'ର ଟେଷ୍ଟ ବଢ଼ିଯାଇଥାଏ। ବହୁତ ସ୍ୱାଦିଷ୍ଟ ଲାଗିବ, ତା ସହିତ କଞ୍ଚା ପିଆଜ। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ତ ଚାଲନ୍ତୁ ଲେଟ୍ ନକରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ପାଇଁ ଚିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଚିକେନ୍ ନେବା ହାଫ୍ କେଜି। ଚିକେନ୍କୁ 2ରୁ 3 ଥର ଏଠି ଭଲସେ କ୍ଲିନ୍ କରି ଧୋଇ ଦେଇଛି। ତ ଏବେ କ'ଣ କରିବା ନା, ଚିକେନ୍କୁ ଆମେ ସାଇଡ଼୍ରେ ରଖିଦେବା। ଏବେ ଚାଲନ୍ତୁ ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ତ ଏଠି ଦେଖନ୍ତୁ ପିଆଜ ନେଇଛି ମୁଁ 4ଟି, ତା'ର ଉପର ଚୋପାକୁ ମୁଁ ବାହାର କରିଦେଇଛି। ଆଉ ଏଠି ଦେଖନ୍ତୁ ପିଆଜର ପୁରା ଗଛ ବନିଯାଇଛି ବା ଏଠି ଗଜା ତା'ର ହେଇସାରିଛି। ତ ଏଇଭଳି ଗଜା ପିଆଜରେ ଯଦି ବନେଇବେ ବହୁତ ସ୍ୱାଦିଷ୍ଟ ଲାଗିବ। ତ ଏମିତି ଯଦି ପିଆଜ ଅଛି ତାହେଲେ ନ ଫୋପାଡ଼ିକିରି ଆପଣମାନେ ଘରେ ବନାନ୍ତୁ, ଥରେ ଦେଖିବେ ଟେଷ୍ଟ ଲାଗେ ବହୁତ ଖାଇବା ପାଇଁ। ତ ଏବେ କ'ଣ କରିବା ନା, ଆମେ ପିଆଜକୁ କଟିଂ କରିବା। ତ ଆପଣମାନେ ନର୍ମାଲି ପିଆଜରେ ବି ବନେଇ ପାରିବେ। ଏଠି ଯେହେତୁ ମୋ ପାଖରେ ଥିଲା ତ ମୁଁ ସେଇଥିପାଇଁ ଏଠି ଆପଣମାନଙ୍କୁ ଆଜି ସେୟାର କରିଛି ଏ ଭିଡ଼ିଓଟି। ତ ଦେଖନ୍ତୁ ଏଇ ପାର୍ଟସଟାକୁ ତା'ର କଟିଂ କରି ବାହାର କରିଦେବେ। ଆକୁ ସାଇଡ଼୍ରେ ରଖିଦେବେ। ଆକୁ ଛୋଟ ଛୋଟ ପିସେସ୍ରେ କଟିଂ କରି ଆମେ ଏଡ୍ କରିବା। ତ ଆଗକୁ ଆମକୁ କାମରେ ଆସିବ। ସେଇଥିପାଇଁ ପ୍ରଥମେ ଏଇ ପାର୍ଟସଟାକୁ ଆମେ କଟିଂ କରି ପିଆଜକୁ ତାପରେ ଆମେ କଟିଂ କରିବା। ତ ଦେଖନ୍ତୁ ଏଠି ମୁଁ ସବୁତକ ପିଆଜର ଏଇ ଯେଉଁ ଲାଷ୍ଟ ଗଜା ପାର୍ଟସଟାକୁ ପ୍ରଥମେ ଆମେ କଟିଂ କରିବା। ତ ଏବେ ଚାଲନ୍ତୁ ଆମେ ପିଆଜ ବି କଟିଂ କରି ପୁରାପୁରି ପତଲା ପତଲା ପିସେସ୍ରେ ଆମେ ପ୍ରଥମେ ପିଆଜକୁ କଟିଂ କରିଦେବା। କଟିଂ କରିକି ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ତ ଦେଖନ୍ତୁ ଏଠି ମୁଁ ପିଆଜ ସବୁତକ କଟିଂ କରିଦେଇଛି। ତ ଗୋଟେ ପ୍ଲେଟ୍କୁ ବାହାର କରି ସାଇଡ଼୍ରେ ରଖିଦେବା। ପୁଣି ଥରେ ଦେଖନ୍ତୁ ସେଇ ଚିକେନ୍ରେ ଆମେ ଅଦା, ରସୁଣ, କଞ୍ଚା ଲଙ୍କାର ପେଷ୍ଟ ଦେବା 1 ଚାମଚ। ହଳଦୀ ଗୁଣ୍ଡ ଏଡ୍ କରିଦେବା ହାଫ୍ ଚାମଚ। ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କା ଗୁଣ୍ଡ ଏଡ୍ କରିବେ। ପୁଣି ସେଥିରେ ଦେଇଦେବା ସ୍ୱାଦ ଅନୁସାରେ ଲୁଣକୁ ଏଡ୍ କରିଦେବା। ଲୁଣକୁ ଏଡ୍ କରିସାରିବା ପରେ ଆମେ ସେଥିରେ ଏଡ୍ କରିବା ଦହି। ଏଠି ଧ୍ୟାନ ରଖିବେ ଦହି ଯେମିତି ଖଟା ନଥିବ ଏଡ୍ କରିବେ। ଆଉ ପିଆଜକୁ ଦେଖନ୍ତୁ ଆକୁ ଆମେ ଏବେ ସେଇଥିରୁ ଅଳ୍ପ ଟିକେ ପିଆଜ ନେଇକି ସେଇଥିରେ ଆମେ କ୍ରସ୍ କରିକି ଏଡ୍ କରିବା। ତ ଏଠି ମୁଁ ଖଟା ନଥିବା ଦହି ହାଫ୍ ଗିନା ଏଡ୍ କରିଛି। ଯେତିକି ଚିକେନ୍ ନେଇଥିବେ ସେ ଅନୁସାରେ ସେଥିରେ ମସଲା ମସଲି ପିଆଜ ଦହି ସବୁ ସେ ଅନୁସାରେ ଏଡ୍ କରିବେ। ତ ଏବେ ଟିକେ ପିଆଜକୁ ଆମେ ଟିକେ କ୍ରସ୍ କରିକି ହିଁ ସେଥିରେ ଏଡ୍ କରିବା। ଏବେ ପୁଣି ଥରେ ଟିକେ ଆକୁ ଆମେ ଭଲସେ ମିକ୍ସ କରି ଆକୁ ପୁରା ମ୍ୟାରିନେଟ୍ କରିକିରି ଆମେ ପୁରା ଅଧଘଣ୍ଟା ପର୍ଯ୍ୟନ୍ତ ଟିକେ ରେଷ୍ଟ ପାଇଁ ଟିକେ ରଖିବା। ଦେଖିବେ ଚିକେନ୍ଟା ଯେତେ ରେଷ୍ଟ ପାଇଁ ରଖିବେ, ଅଧଘଣ୍ଟା ହେଉ କି ଘଣ୍ଟାଟେ ହେଉ ପାଇଁ ରେଷ୍ଟ ପାଇଁ ରଖିଲା ମାନେ ଚିକେନ୍ଟା ଖାଇବାକୁ ବହୁତ ସଫ୍ଟ ରହେ ଆଉ ଜୁସି ଲାଗେ। ତ ଅଧଘଣ୍ଟା ପରେ ଗୋଟେ ଆମେ କରେଇ ନେବା ବା ଗୋଟେ ପେନ୍ ନେବା। ସେଇଥିରେ ଆମେ ଏଡ୍ କରିଦେବା ଏବେ କିଛି ଏଠି ମୁଁ ଗୋଟା ମସଲା ଏଡ୍ କରିଛି। ପ୍ରଥମେ ତା'ର ସ୍ପେଶାଲ ମସଲାଟା ବନେଇକି ଆମେ ରେଡ଼ି କରିବା। ସେଇଥିପାଇଁ ଦେଖନ୍ତୁ ଏଠି ବଡ଼ 1 ଚାମଚ ନେଇଛି ଧନିଆ, ହାଫ୍ ଚାମଚ ଜିରା ଏଡ୍ କରିଛି, 2ଟି ଶୁଖିଲା ଲଙ୍କା ଏଡ୍ କରିଛି। ଗୋଟା ମସଲା ଯାହା ବି ପସନ୍ଦ ଆପଣମାନଙ୍କୁ ଏଡ୍ କରିପାରିବେ। ମୁଁ ଗୋଲମରିଚ ଏଡ୍ କରିଛି। ପୁଣି ସେଥିରେ ଚକ୍ରଫୁଲ ଆଉ ଡାଲଚିନିକୁ ଟିକେ ଭାଜିଦେବା। ତାକୁ ଆମେ ସାଇଡ଼୍ରେ ରଖିଦେବା। ତାକୁ କ୍ରସ୍ କରିଦେବା ବା ଗୁଣ୍ଡ କରିଦେବା। ତ ପୁଣି ଥରେ ଦେଖନ୍ତୁ ଏଠି ସେଇ ପେନ୍ଟିରେ ହିଁ ଯେତିକି ତେଲ ଖାଇବେ ସେ ଅନୁସାରେ ତେଲକୁ ଏଡ୍ କରିଦେବେ। ତ ଏଠି ମୁଁ ରିଫାଇନ୍ ତେଲ ଏଡ୍ କରିଛି। ଆପଣମାନେ ଚାହିଁଲେ ବଟର ବି ଏଡ୍ କରିପାରିବେ, ସୋରିଷ ତେଲ ବି ଏଡ୍ କରିପାରିବେ। ତ ଏବେ କ'ଣ କରିବେ ନା, ପ୍ରଥମେ ଆମେ ପିଆଜକୁ ଏଡ୍ କରିଦେବା। ପିଆଜକୁ ଟିକେ ଭାଜିଦେବା ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ। ତ ଏଇଭଳି ପ୍ରୋସେସ୍ରେ କଣ୍ଟିନ୍ୟୁ ଟିକେ ମିକ୍ସ କରିବେ। ତ ଏଇଭଳି ପ୍ରୋସେସ୍ରେ ଟିକେ ଏଇ ସମୟରେ ଗ୍ୟାସ୍ ଆଞ୍ଚକୁ ମିଡ଼ିୟମ୍ ଫ୍ଲେମ୍ରେ ରଖିବା। ରଖିକିରି ପିଆଜକୁ ଟିକେ ଭାଜିବା। ତ ଦେଖନ୍ତୁ ଏଠି ଗୋଟା ମସଲା ପାଉଡ଼ରଟାକୁ ଆମେ ଟିକେ ବା ସ୍ପେଶାଲ ମସଲାଟାକୁ ଟିକେ ଭାଜିଦେଲେ ତାକୁ ଟିକେ ଗୁଣ୍ଡ କରିଦେଲେ, ଗୁଣ୍ଡ କରି ସାଇଡ଼୍ରେ ରଖିଦେବା। ଦେଖିବେ ଯେବେ ବି ଚିକେନ୍ ତରକାରୀ ଯଦି ପ୍ରସ୍ତୁତ କରୁଛନ୍ତି ଏଇଭଳି ଯଦି ସ୍ପେଶାଲ ମସଲାକୁ ଯଦି ହାଲକା ଟିକେ ମାନେ ଗୋଟା ମସଲାକୁ ଭାଜିକି ଯଦି ପାଉଡ଼ର ବନେଇକି ଏଡ୍ କରିବେ ତାହେଲେ ଦେଖିବେ ମାନେ ତରକାରୀର ବାସ୍ନାଟା ବହୁତ ବଢ଼ିଆ ଆସେ, ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ। ତ ପିଆଜଟା ପୁରା ବ୍ରାଉନ୍ କଲର୍ ହେଇ ଆମର ଟିକେ ଭାଜି ହେଇସାରିବା ପରେ ଆମେ ଯେଉଁ ମ୍ୟାରିନେଟ୍ କରି ରଖିଥିଲେ ଚିକେନ୍ଟା, ସେଇ ଚିକେନ୍କୁ ସେଥିରେ ଏଡ୍ କରିଦେବା। ଏଡ୍ କରିକିରି ଆମେ ଏଇ ସମୟରେ ଗ୍ୟାସ୍ ଫ୍ଲେମ୍‌କୁ ପୁରା ହାଇ ଫ୍ଲେମ୍‌ରେ ରଖି ଚିକେନ୍କୁ ଟିକେ କଷିବା। ଯେମିତିକି ଚିକେନ୍ଟା ପୁରା ଟିକେ ଦେଖିବେ କଲର୍ ବି ଟିକେ ହାଲକା ଚେଞ୍ଜ ହେଇଯିବ। ଆଉ ଏଇଠି ଆମର ପୁରା ଅଦା ରସୁଣ ସବୁ ସେଇଥିରେ ପୁରା ମସଲାଟା ବି ଭଲସେ କଷି ହେଇଯିବ। ତ ଏଇଭଳି ଟିକେ କଣ୍ଟିନ୍ୟୁ ଟିକେ ମିକ୍ସ କରିଦେବା। ମିକ୍ସ କରି ଏଇ ସମୟରେ ଗ୍ୟାସ୍ ଫ୍ଲେମ୍‌କୁ ପୁରା ହାଇ ଫ୍ଲେମ୍‌ରେ ରଖିକି ଆକୁ ଟିକେ ଆମେ ମାନେ କଷିବା। ତାପରେ କ'ଣ କରିବା ନା, ଏଥିରେ ଆମେ ଏଡ୍ କରିଦେବା ଆଳୁ। ତ ଏଠି ମୁଁ ଦେଖନ୍ତୁ କଞ୍ଚା ଆଳୁ ହିଁ ଏଡ୍ କରିଛି। ତାକୁ ପୁରା ଧୋଇକି ଚୋପା ଥାଇକିରି ଆଳୁ ଏଠି ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ଏଡ୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ତ ଯେହେତୁ ଯେଉଁ ଘରେ ଛୋଟ ଛୁଆମାନେ ଥାଆନ୍ତି ଆଳୁ ଖାଇବାକୁ ପସନ୍ଦ କରନ୍ତି, ସେଇଥିପାଇଁ ମୁଁ ଏଡ୍ କରିଛି। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଏଡ୍ କରିବେ ଆଳୁ। ଏଠି ଆପଣମାନେ ଆଳୁକୁ ଦେଖିବେ ଭାଜିକିରି ବି ଏଡ୍ କରିପାରିବେ, ନହେଲେ ଏମିତି କଞ୍ଚା ଆଳୁ କାଟିକି ବି ଏଡ୍ କରିପାରିବେ। ତ ଏଇଭଳି ଆଳୁକୁ ବି ଏଡ୍ କରିସାରିବା ପରେ ପୁରା କଣ୍ଟିନ୍ୟୁ ଟିକେ ମିକ୍ସ କରିଦେବେ। ତାପରେ କଭର୍‌କୁ ଟିକେ ବନ୍ଦ କରିଦେବା। ଆଉ କିଛି ସମୟ ଆମେ ଟିକେ କଷି ହେବାକୁ ଦେବା। ତ ଆପଣମାନଙ୍କୁ ଦେଖନ୍ତୁ 5 ମିନିଟ୍ ପରେ ଆପଣମାନଙ୍କୁ କଭର୍ ବାହାର କରିକି ଦେଖୁଛି। ମୁଁ ସ୍ଲୋ ଆଞ୍ଚରେ ରଖିଥିଲି ଏଇ ସମୟରେ ଗ୍ୟାସ୍ ଫ୍ଲେମ୍‌କୁ। ଯେମିତି ସ୍ଲୋ ଆଞ୍ଚରେ ଏଇଠି ଆମର ଚିକେନ୍ ଆଳୁ ସିଝିଯିବ ବି। ଯେହେତୁ ଆମେ ପାଣି ବି ବିଲକୁଲ ଏଥିରେ ଏଡ୍ କରିବାନି, ସେଇଥିପାଇଁ ଆକୁ ଟିକେ କଷି ହେବାକୁ ଦେବା। ତ
ସ୍ଲୋ ଆଞ୍ଚରେ ବନେଇବା ଦ୍ୱାରା ଦେଖିବେ ଜଲ୍ଦି ଏଠି କୁକିଂ ବି ଫାଷ୍ଟ ହେବ। ଆଉ ଆପଣମାନେ ନୋଟିସ୍ କରିପାରୁଥିବେ ପାଣି ଗୁଡ଼ା ଦେଖାହେଉଛି, ଆମେ ବିଲକୁଲ ଏଥିରେ ପାଣି ଏଡ୍ କରିନାହାନ୍ତି। ଦହି ଚିକେନର ପାଣିରେ ହିଁ ଆମର ଚିକେନ ଆଜି ସିଝିକିରି ପୁରା ରେଡ଼ି ହେବ। ଆଉ ପୁଣି ଥରେ ଆମେ କଭରକୁ ବନ୍ଦ କରି 10 ମିନିଟ୍ ପର୍ଯ୍ୟନ୍ତ ଟିକେ ସ୍ଲୋ ଆଞ୍ଚରେ ବନିବାକୁ ଦେବା। 10 ମିନିଟ୍ ପରେ ଆପଣମାନଙ୍କୁ ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ ଆମର ଚିକେନ ରେସିପିଟି ବନିକି ରେଡ଼ି ହେଇଛି। ଆଉ ଦେଖନ୍ତୁ ଏଠି ଆଳୁ ମାଂସ ସବୁ ସିଝି ଯାଇଛି। ଏଠି ମାଂସଟା ସିଝିଲା ବୋଲି ଚିକେନଟା ଜାଣିବେ କେମିତି, ମାନେ ଯେମିତିକି ହାଡ଼ରୁ ଦେଖିବେ ମାଂସ ଗୁଡ଼ାକ ଯଦି ଛାଡ଼ିଯିବ ତାହେଲେ ଜାଣିଦେବେ ଯେ ଚିକେନ ଏଠି ପରଫେକ୍ଟଲି ପୁରା ସିଝି ବି ଯାଇଛି। ଆଉ ଯେହେତୁ ମୁଁ ଚିକେନ କଷା ବନାଉଛି ସେଇଥିପାଇଁ ମୁଁ ଏଥିରେ ପାଣି ଏଡ୍ କରିନି। ଆଉ ଦେଖନ୍ତୁ ଆଳୁଟା ବି ମୁଁ ଏଠି ଆପଣମାନଙ୍କୁ ଦେଖେଇଲି କ୍ରସ୍ କରିକି ପରଫେକ୍ଟଲି ପୁରା ସିଝି ବି ଯାଇଛି, ବହୁତ ବଢ଼ିଆ ବାସ୍ନା ଆସୁଛି। ତ ଲାଷ୍ଟରେ ଆମେ କ'ଣ କରିବା ନା, ଯେଉଁ ସ୍ପେଶାଲ ଏଠି ଗୁଣ୍ଡ ମସଲାଟା ବନେଇଛନ୍ତି ତାକୁ ସେଇଥିରେ ଆମେ ଏଡ୍ କରିଦେବା। ଦେଖନ୍ତୁ ବିନା ଝଞ୍ଝଟରେ ବନିକି ରେଡ଼ି ହେବ। ଆପଣମାନେ ଥରେ ଟ୍ରାଏ କରନ୍ତୁ, ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ। ଆଉ ଏଠି ଦେଖନ୍ତୁ ପିଆଜର ଯେଉଁ ଗଜା ଗୁଡ଼ାକ ରଖିଥିଲେ ବା ପିଆଜ ଯେଉଁ ସଣ୍ଡା ଅଳ୍ପ ଅଳ୍ପ ବାହାରିଥିଲା ତାକୁ ରଖିଥିଲେ, ତାକୁ ପୁରା ଛୋଟ ଛୋଟ ପିସେସରେ କଟିଂ କରି ଆମେ ସେଥିରେ ବି ଏଡ୍ କରିବା। ପୁଣି ଥରେ ଟିକେ କଣ୍ଟିନ୍ୟୁ ଆଗକୁ ମିକ୍ସ କରିବା। ମିକ୍ସ କରି ଆମେ ଖୋଲାରେ ହିଁ ଆଉ ତ ଖୋଲାରେ ହିଁ କିଛି ସମୟ ଟିକେ ଆଉ ଟିକେ ବନିବାକୁ ଦେବା। ତାପରେ ଦେଖୁଛି, ଦେଖନ୍ତୁ ଓଲଟ ପାଲଟ କରି ଆମର କେତେ ବଢ଼ିଆ ପୁରା ରେସିପିଟି ବନିକି ରେଡ଼ି ହେଲା। ଦେଖିଲେ ବହୁତ ବଢ଼ିଆ ବାସ୍ନା ହେଉଥିଲା, ପୁରା ଘର ଦେଖିବେ ପୁରା କମ୍ପି ଉଠିବ ଏତେ ବଢ଼ିଆ ବାସ୍ନା। ଆଉ ଦେଖନ୍ତୁ ଆପଣମାନଙ୍କୁ ପାଖରେ ବି ଦେଖୁଛି କେତେ ବଢ଼ିଆ ପୁରା ଆମର ବନିକି ରେଡ଼ି ହେଇଛି। ପୁରାପୁରି ମସଲାଦାର ଜୁସି ଚିକେନ ରେସିପି ଆମର ବନିକି ରେଡ଼ି ହେଇସାରିଛି। ବା କଷା ଆଳୁ ଚିକେନର କଷା ବହୁତ ବଢ଼ିଆ ପୁରା ସ୍ୱାଦିଷ୍ଟ ଲାଗୁଥିଲା। ଆପଣମାନେ ଏହାକୁ ରୁଟି ସହିତ, ନାନ୍ ସହିତ, ଚକୁଳି ସହିତ ଖାଇପାରିବେ। ଆଜି ଚାଲନ୍ତୁ ଆପଣମାନଙ୍କୁ ମୁଁ ଏଇଠି ପତଲା ପତଲା ଚକୁଳି ସହିତ ଚିକେନ ରେସିପିଟି ଆଜି ସେୟାର କରିବି। ତ ଦେଖନ୍ତୁ, ଯେହେତୁ ତାୱାଟା ଟିକେ ଅଧିକା ଗରମ ଥିଲା, ମୁଁ ଅଳ୍ପ ଟିକେ ପ୍ରଥମେ ସେଥିରେ ତେଲ ଗ୍ରୀସ୍ କଲି, ତାପରେ ପାଣି ଟିକେ ଏଡ୍ କରିଦେଲି। ତ ଦେଖିବେ ପାଣି ଟିକେ ଯଦି ଏଡ୍ କରିଦେବେ ତାହେଲେ ମାନେ ଆପଣମାନେ ଯେତେବେଳେ ଚକୁଳି ଆଣ ସେଇଥିରେ ଏଡ୍ କରିବେ ତାହେଲେ ବିଲକୁଲ ବି ଲାଗିବନି ବେଲାକୁ। ଆଉ ପୁରା ଯେତିକି ବଡ଼ ସାଇଜରେ ଆପଣମାନେ ଚାହିଁବେ, ଯେତିକି ପତଲା ବନିବାକୁ ଚାହିଁବେ ସେ ଅନୁସାରେ ଏଠି ବନିକି ପୁରା ରେଡ଼ି ହେଇଯିବ। ଦେଖନ୍ତୁ କେତେ ବଢ଼ିଆ ପୁରା ଆମର ଚକୁଳି ପୁରାପୁରି ପତଲା ଚକୁଳି ବନିକି ରେଡ଼ି ହେଇଥିଲା। ଆଉ ଆପଣମାନେ ଦେଖି ନୋଟିସ୍ କରିପାରୁଥିବେ, ମାନେ ମୁଁ ସେତିକି ଭିତରେ ପୁରା ଅଧିକା ପୁରା ଗରମ ହେଇଗଲେ ଟିକେ ଲାଗିଯାଏ ଏମିତି ବେଲାରେ। ତ ସେଥିପ୍ରତି ଟିକେ ଧ୍ୟାନ ଦେବେ। ଗୋଟେ ସାଇଡ଼ ଟିକେ ଫ୍ରାଏ ହେଇସାରିଲା ପରେ ଓଲଟେଇ ଦେବେ। ଆପଣମାନେ ତ ଅନେକ ଥର ଚକୁଳି ବନେଇକି ଖାଇଥିବେ, ତ ଏଇଭଳି ପ୍ରୋସେସରେ ଥରେ ବନାନ୍ତୁ, ଦେଖିବେ ପୁରାପୁରି ପତଲା ଚକୁଳି ବନିବ। ଆଉ ପୁରାପୁରି ଦୋସା ଭଳିଆ ହିଁ ଟେଷ୍ଟ ଆସିବ, ଖାଇବାକୁ ବହୁତ ସୁଆଦିଆ ଲାଗିବ। ତା ସହିତ ଦେଖନ୍ତୁ ଚିକେନ କଷା, ତ ଆପଣମାନେ ଥରେ ଚିକେନ କଷା ସହିତ ଚକୁଳି ଖାଇକି ଦେଖନ୍ତୁ, ସ୍ୱାଦିଷ୍ଟ 2 ଗୁଣରୁ କ'ଣ 10 ଗୁଣ ବଢ଼ିଯାଏ, ବହୁତ ସ୍ୱାଦିଷ୍ଟ ଲାଗେ ଖାଇବା ପାଇଁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଏଇ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।